ଯେ ଏବେ ଗୋଟେ ଚର୍ଚ୍ଚା ହଉଛି ସୋସିଆଲ ମିଡିଆରେ ଗୋଟେ ଆଲୋଚନା ହଉଛି ଯେ ଯୋଉ ସେ ଥିଲେ ଯୋଉଠି ଆମର ମୟୂରଭଞ୍ଜ ବେତନଟି ଅଛନ୍ତି ବିଡିଓ ଥିଲେ ସିଏ ଏବେ ନିଲମ୍ବିତ ହୋଇଛନ୍ତି ଚାନ୍ଦବାଲି ସବ୍ ଡିଭିଜନରେ କିଛି ଅର୍ଥ ନିୟମିତ ଏସବୁର ସେ ଯେ ଚର୍ଚ୍ଚା ହଉଛି ଯେ କି ତାଙ୍କ ନିଲମ୍ବିତ ପଛରେ ଆପଣଙ୍କର ଗୋଟେ ବଡ ହାତ ଅଛି। ନା ମତେ ଆରଆଇ କି ଲଗେଇକି ରେପ୍ କେସ୍ ଦିଆଯାଇଥିଲା। ଲେଡି ଆରଆଇ ଯିଏ ଥିଲେ ଆମର ଶୁଭଶ୍ରୀ, କି ଗୋଟେ ତହସିଲଦାର କହୁଛି ଜାଗା ଭାଙ୍ଗି ଦେଇଛି, ଆଉ ଜଣେ ତହସିଲଦାର କହୁଛି ଜାଗା ଅଛି। ଲଢେଇ ମଧ୍ୟ କାହିଁକିନା ଚାଲିଛି। ଏବେ ଗୋଟେ ଆଲୋଚନା ହଉଛି ସେତେବେଳେ ଯେତେବେଳେ ଆପଣ ଲଢେଇ କରୁଥିଲେ ଇଆରି ଭିତରେ 6 ବର୍ଷ ବିତିଗଲା। ଯେତେବେଳେ ଲଢେଇ କରୁଥିଲେ ସେତେବେଳେ ବିଜେଡି ଗଭର୍ଣ୍ଣମେଣ୍ଟ ଥିଲା। ଆପଣଙ୍କର ଯୋଉ ବିଜେପି ଗଭର୍ଣ୍ଣମେଣ୍ଟ ଆସିଲା ପରେ ଗଭର୍ଣ୍ଣମେଣ୍ଟ ଚେଞ୍ଜ ହେଲା ପରେ କାରେ ଭାଙ୍ଗିଦେଲେ ଉଚ୍ଛେଦ ଦେଲା ଗୋଟେ ଏମିତି ହେଲା କି ସେମିତି ଆଲୋଚନା ହଉଛି ନା କି? କିନ୍ତୁ ଆପଣ ଧୈର୍ଯ୍ୟର ସହକାରେ ରୁହନ୍ତୁ। ଦେଖିବେ ମୋର ଯେଉଁ ଯୁବକ ଭାଇମାନେ ହୁଅନ୍ତୁ କି ଯେକୌଣସି ଜିନିଷରେ ଆପଣ ଠିକ୍ ସମୟରେ ଠିକ୍ ଡକ୍ୟୁମେଣ୍ଟସ୍ ଜଗିକି ରଖନ୍ତୁ। ନିଶ୍ଚିତ ଆପଣ ନ୍ୟାୟ ପାଇବେ। ନ୍ୟାୟ କେବେ ଆପଣଙ୍କ ଠାରୁ ଦୂରେଇ ଯିବନି। ଦର୍ଶକ ବନ୍ଧୁ, ଆପଣ କିଛି ସରକାରୀ ସ୍ତରରେ କିଛି ନ୍ୟାୟ ପାଇବାକୁ ଚାହୁଁଥିଲା ବେଳେ ବିଳମ୍ବ ଯୋଗୁଁ ଥକି ପଡୁଛନ୍ତି କି ଆଉ ଭାବୁଛନ୍ତି କି ଏଇଟା ମୋତେ ମିଳିବ ନାହିଁ, ଏଇଟା ମୁଁ ନ୍ୟାୟ ପାଇବି ନାହିଁ, ଏମିତି କିଛି ମନରେ ଭାବି ନିରାଶ ଭାବୁଛନ୍ତି କି? ତେବେ ଏଇ ସବୁ ପ୍ରଶ୍ନରେ ଉତ୍ତର ଆପଣ ଆମେ ଏମିତି ଜଣେ ବ୍ୟକ୍ତିତ୍ୱଙ୍କୁ ଆଜି ଭେଟେଇବୁ ଯିଏକି ଆପଣ ତାଙ୍କ ବିଷୟରେ ଜାଣିଲା ପରେ ସୁନିଶ୍ଚିତ କିଛି ପ୍ରେରଣା ପାଇବେ ଆଉ ଭାଙ୍ଗି ପଡୁଥିବା ସମୟରେ ଆପଣ ପୁଣି ଛିଡା ହେବା ପାଇଁ ଚେଷ୍ଟା କରିବେ। ସେ ନିଜ ଅଞ୍ଚଳରେ ଏକ ସରକାରୀ ଜମିକୁ ଉଚ୍ଛେଦ କରିବା ପାଇଁ ଲଢେଇ ଜାରି କରିଥିଲେ। ଦୀର୍ଘ 6 ବର୍ଷ ପରେ ତାଙ୍କୁ ନ୍ୟାୟ ମିଳିଛି। ଏହା ଭିତରେ ଦୁଇଟି ସରକାର ମଧ୍ୟ ବଦଳି ଯାଇଛନ୍ତି ଆଉ ଏବେ ଏବେ ଗୋଟିଏ ତହସିଲଦାର ମଧ୍ୟ ଯିଏ ଥିଲେ ପୂର୍ବରୁ ସିଏ ମଧ୍ୟ ନିଲମ୍ବିତ ହୋଇଛନ୍ତି। ଏହାକୁ ନେଇକି ଏଇ ଯୋଉ କାର୍ଯ୍ୟ ତାଙ୍କୁ ଭଦ୍ରକ ଜିଲ୍ଲାରେ ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ତାଙ୍କୁ ଆମେ ପରିଚୟ କରାଇବୁ। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଯେ ରମାକାନ୍ତ ଭଳ କାବୁ ଭାଇ ବୋଲି ଭଦ୍ରକ ଚାନ୍ଦବାଲି ଅଞ୍ଚଳରେ ତାଙ୍କୁ ବେଶ ଚିହ୍ନନ୍ତି। ମୋର ସର୍ବପ୍ରଥମେ ଓଡ଼ିଶାବାସୀଙ୍କୁ ନମସ୍କାର। ଆଉ ଏବେ ଆପଣ କଣ ଖୁସି ଅଛନ୍ତି? ବହୁତ ଖୁସି ଅଛି। ମୁଁ ବହୁତ ମଧ୍ୟ ସେ ଗାଁର ରାସ୍ତା ପାଇଁ ସଂଘର୍ଷ କରିଛି। ଦେଖନ୍ତୁ ଯେତେବେଳେ ଏଇ ଯୋଉ ଆମେ ଦେଖୁଛୁ ଆପଣ ଗୋଟେ ନିଷ୍ଠାପର ବ୍ୟକ୍ତିତ୍ୱ ହିସାବରେ ଚାନ୍ଦବାଲି ଅଞ୍ଚଳରେ ବେଶ ପରିଚିତ। ଆପଣ ଯାହା ସହିତ ଯୋଉଠି ଲଢେଇ କରନ୍ତି ଯେ ସରକାରୀ ସ୍ତରର ହେଉ ବେସରକାରୀ ସ୍ତରର ହେଉ ଜଷ୍ଟିସ ଦେବା ପାଇଁ ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଆପଣ ତା ପଛରେ ଲାଗିଥାନ୍ତି। ଯେ ସେ ଯେତେ ବାଟ ଯାଉ ଆପଣ ଧୈର୍ଯ୍ୟର ସହିତ ଲଢେଇ କରନ୍ତି। ଇଏ ଯୋଉ ଲଢେଇର ଗୋଟେ 6 ବର୍ଷ ଲଢେଇର ଗୋଟେ ଅନ୍ତ ହେଲା, ଆପଣ ନ୍ୟାୟ ପାଇଲେ। ଏଇ ଯୋଉ ଲଢେଇ କୋଉଠୁ ଆରମ୍ଭ ହେଇଥିଲା? ଏଇଟା କେବଳ ଏଇ ଗୋଟେ ଜିନିଷ ନୁହେଁ। ଯେତେବେଳେ ମୋ ଗାଁ ଲୋକଙ୍କର କୌଣସି ସମସ୍ୟା ଆସେ, ସିଏ ଛୋଟ ମୋଟ ଭତ୍ତା ହଉ କି ରାସନ କାର୍ଡ ଯେକୌଣସି ଜିନିଷ ଆସେ କି କୌଣସି ଗାଁ ବିବାଦ ଆସେ, ମୁଁ ପ୍ରାୟ ଜାଗାକୁ ଯାଏ ଏବଂ ଗାଁ ଲୋକଙ୍କ ସହିତ ମଧ୍ୟ ସାମିଲ ହୁଏ। ଅସୁବିଧା ସୁଖ ଦୁଃଖରେ ମଧ୍ୟ ପହଞ୍ଚେ। ଏ ଜିନିଷଟା ଆମର ଆରମ୍ଭ ହେଇଥିଲା ଆମ ଗାଁର ଗୋଟେ ରାସ୍ତାଟେ। ସେଇଟା କୋଉ ଗାଁ ଥିଲା ସେ? ସେଇଟା ଜଳେଶ୍ୱରପୁର, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଜଳେଶ୍ୱରପୁର ଥିଲା। ସେଇଟା ଗୋଟେ ବାଙ୍କ ଜାଗା ଥିଲା। ସେ ଜାଗାରେ କିଛି ଲୋକ ଘର ମାଡ଼ି ବସିକି କରିଥିଲେ। ସେଇ ଘର ପାଇଁ ମୁଁ କରିଥିଲି କି ଗାଁର ରାସ୍ତାଟା କ୍ଲିଅର ହଉ। ଆମର ସେଠି ଗୋଟେ ଶିବ ମନ୍ଦିର ଅଛି, 3ଟା ଗାଁକୁ ଯିବାକୁ ମଧ୍ୟ ରାସ୍ତା ଅଛି। ସେଇଥିପାଇଁ ମୋର ଆରମ୍ଭ ହେଇଥିଲା, ଯେଉଁଟାକି ମୁଁ ପ୍ରଶାସନିକ ସ୍ତରରେ ପ୍ରଥମ ପିଟିସନ ଦେଇଥିଲି। ସେ ଜିନିଷ କିଛି ଦିନ ଗଲା ପରେ ମାନେ ସେ କଣ ଗାଁ ଲୋକ କଣ କହିଲେ ଆସିକି? ଗାଁ ଲୋକ ଚାହିଁଥିଲେ କି ସେ ଜାଗାଟା ବାଙ୍କ ଜାଗା ଅଛି, ସେଠି ଆମ୍ବୁଲାନ୍ସ କି କୌଣସି ଗାଡ଼ି ଘୋଡ଼ା ଯାଇପାରେ ନା, ଅସୁବିଧା ହୁଏ। ପାଣି ବି ମଧ୍ୟ ନିଷ୍କାସନ ହୁଏ ନା। ସେ ପାଣି ନାଳଟାକୁ ବି ମଧ୍ୟ ମାଡ଼ିକି ସେ ଘରବାଲା ସବୁ ଜବରଦଖଲ କରିଥିଲା। ସେଇଆକୁ ନେଇକି ସେ ଜାଗାଟାର ମୁଁ ପିଟିସନ ଦେଇଥିଲି। ସେଇଟା ମୋର ଦୀର୍ଘ 2-3 ମାସ ପରେ ଯେତେବେଳେ କିଛି ମୋତେ ଶୁଣା ନ ଯାଇଥିଲା, ମୁଁ ସେତେବେଳେ ଯିଏ ଆମର ତହସିଲଦାର ଥିଲେ ସୁଶାନ୍ତ ସୁତାରା, ତାଙ୍କ ସମୟରେ ମୋର ଆରମ୍ଭ ହେଇଥିଲା। ଯେତେବେଳେ ହେଲା ପରେ ମୁଁ ଯେତେବେଳେ ଏଠୁ ନା ଆପଣ ପିଟିସନ ଦେଲା ପରେ କଣ ହେଲା, ମାନେ ଇନକ୍ୱାରି କଲେ ସେମାନେ ନା କଣ? କିଛି ବି ତାପରେ କିଛି ଫରକ ପଡ଼ିଲାନି। ତାପରେ ମୁଁ ବାରମ୍ବାର ତାଙ୍କୁ ଦେଲା ପରେ କଲେକ୍ଟରଙ୍କୁ ମଧ୍ୟ ଦେଇଥିଲି। ସେତେବେଳେ ଯିଏ ଥିଲେ ଆମର କଲେକ୍ଟର ଥିଲେ, ଆମର ଆରଡିସି କି ମଧ୍ୟ ଦେଇଥିଲି। ସବୁ ଜାଗା ଗଲା ପରେ ମୁଁ ବାଧ୍ୟ ହେଇକି ସେଟାକୁ ହାଇକୋର୍ଟ ଦ୍ୱାରସ୍ଥ ହେଇଥିଲି। ପ୍ରାୟ 6 ମାସରୁ ଉର୍ଦ୍ଧ୍ୱ ବିତିଗଲା, କେହି ଇନକ୍ୱାରି କଲେନି କି ତାକୁ କର୍ଣ୍ଣପାତ କଲେନି। ସେ ଜିନିଷର ଟିକେ ଜଖମ ଥିଲା କଣ ନା, ସେଟା ଦଳୀୟ ଜିନିଷ ନେଇକି ତାକୁ କରେଇଥିଲେ। ତାପରେ ମୁଁ ଯେତେବେଳେ ହାଇକୋର୍ଟ ବାଧ୍ୟ ହେଇଗଲି, ହାଇକୋର୍ଟଙ୍କର 4 ସପ୍ତାହର ସମୟ ଥିଲା କି 4 ସପ୍ତାହ ଭିତରେ ସେ ଜାଗାଟାକୁ ଡିମାର୍କେଟ କରିବା ପାଇଁ। ଯେତେବେଳେ
4 ସପ୍ତାହ ପରେ ମୁଁ ଆଣିକି ଅଫିସିଆଲି ସିଷ୍ଟମେଟିକ ଦେଇଥିଲି, ବାଇ ପୋଷ୍ଟରେ ଦେଇଥିଲି, ଦେଇକି ସୁଶାନ୍ତ ସାରଙ୍କ କତିରେ ପହଞ୍ଚିବା ବେଳେ ଚିତ୍ତ ବୋଲି ଜଣେ ଥିଲେ ତାଙ୍କର ହେଡ୍ କ୍ଲର୍କ, ସିଏ ସେ ଦାୟିତ୍ୱ ନେଇଥିଲେ। ସିଏ ଯେତେବେଳେ 2 ମାସ ଗଡ଼ିଲା ପରେ ମୁଁ ବାରମ୍ବାର ଆସିଲା ପରେ କହିଲି ଚିତ୍ତ ବାବୁ କ'ଣ ଏଇଟା ହେଉଛି ନା ଏଇ ଜିନିଷଟା ରାଜନୀତି ହେଇଯାଉଛି, ଆଉ ମୋ ପାଖରେ ଜିନିଷ କିଛି ନାହିଁ, ଏଇଟା ସାରଙ୍କ ପାଖରେ, ଆପଣ ସାରଙ୍କ ପାଖକୁ ଯାଆନ୍ତୁ। ମୁଁ ସେତେବେଳେ ସାରଙ୍କ ପାଖକୁ ଯାଇଥିଲି। ସେ ସମୟରେ ତ ଆପଣମାନେ ସମସ୍ତେ ଗଣମାଧ୍ୟମ ମଧ୍ୟ ଜାଣିଛନ୍ତି, ଦେଖିଛନ୍ତି ସେ କୋଉ ପ୍ରକାର ମୋତେ ଦୁର୍ବ୍ୟବହାର କରିଥିଲେ। ସେଇଠୁ ସେ ଲଢ଼େଇ ମୋର ଆରମ୍ଭ ହେଇଥିଲା। ମାନେ କ'ଣ ମାପ କଲା ବେଳେ ଦୁର୍ବ୍ୟବହାର ହେଲା ନା କ'ଣ? ନାଇଁ ନାଇଁ, ଯେତେବେଳେ ମୁଁ ସେ ଲୋକମାନଙ୍କ ନାଁର ଦେଇଥିଲି କମ୍ପ୍ଲେନ୍, ତାର 4-6 ମାସ ଗଲା, 6 ମାସ ଗଲା ପରେ ଯେତେବେଳେ ବାରମ୍ବାର ମୁଁ ଆସିଥିଲି, ନିରାଶ ହେଇନଥିଲି, ଆସିଥିଲି ତାଙ୍କ ପାଖକୁ। ସେ ସମୟରେ ସେ ମୋତେ କହିଥିଲେ, ଯେଉଁ କଥା ସବୁ କଥା ତ କହିବା ହେଉନି, ତଥାପି ସେ ମୋତେ କହିଥିଲେ ତମେ କୋଉ ଦଳର ଲୋକ, କ'ଣ ପାଇଁ ଆସିଛ, କାହିଁକି କହିଥିଲେ ମଧ୍ୟ ମୁଁ ଜାଣିନି, ଏଇ ପ୍ରକାର କହି ମୋତେ ଦୁର୍ବ୍ୟବହାର କରିଲା ପରେ ମୁଁ ସେଇଠୁ ସେ ଲଢ଼େଇ ଜାରି ରଖିଥିଲି। ହାଇକୋର୍ଟରୁ ଯେତେବେଳେ ଆସିଲା ତାପରେ ସେ ମାପ କରିବା ପାଇଁ ବାଧ୍ୟରେ ଗଲେ, ହାଇକୋର୍ଟ ଅର୍ଡର ଉପରେ ଯାଇକି ମାପ କଲେ, ଡିମାର୍କେଟ କଲେ, ସେ ଜାଗାକୁ ଚିହ୍ନ ବି ମଧ୍ୟ ଦେଲେ, ଦେଇକି ଆସିଲେ। ତା କିଛି ଦିନ ପରେ ପୁଣି ଗଡ଼େଇ ଗଡ଼େଇ କିଛି ଦିନ ପରେ ଯାଇକି କିଛି ଘର ଭାଙ୍ଗିଲେ। ଯେଉଁମାନେ ମୁଷ୍ଟିମୟ ଲୋକ, ଦଳୀୟ ଲୋକ ଥିଲେ, ତାଙ୍କୁ ସିଏ ଦଳ ସିଷ୍ଟମେଟିକରେ ପେଟରେ ପୂରେଇକି ରଖିକି ନିରୀହ ଗରିବଙ୍କର ଯାହାର କଡ଼ିଏ 2 କଡ଼ି ପଡ଼ିଲା ସେମାନଙ୍କର ଭାଙ୍ଗିଲେ। ଯେଉଁ ବିଲ୍ଡିଂ ଗୁଡ଼ା ପଡ଼ିଥିଲା, ଯେଉଁ ଘର ପଡ଼ିଥିଲା, ଯେଉଁମାନଙ୍କ ପାଇଁ ମୁଁ ଗାଁ ଲୋକଙ୍କ ପାଇଁ ଲଢ଼େଇ କରୁଥିଲି, ଏତେ ପର୍ଯ୍ୟନ୍ତ ଯାଇଥିଲି ଗାଁ ଲୋକଙ୍କୁ, ସେଗୁଡ଼ାକ ସେ ଭାଙ୍ଗି ନଥିଲେ। ସେ ତାଙ୍କ ଦବଦବାରେ ରହିକି ଫେରିକି ଆସିଥିଲେ। ତାପରେ ସେଠୁ ମୁଁ ପୁଣି ଦୌଡ଼ିଥିଲି। ସେଇଠି କ'ଣ ଗୋଟେ ଆଉ ଗୋଟେ ସେଇଠି ଆଲୋଚନା ହେଲା ଯେ କି ଆପଣ ଜୀବନ ଜୀବିକା ଯୋଉଠି ଥିଲା, ଯୋଉଠି ମାଛ ଚାଷ କରୁଥିଲେ ସେଠି ଗୋଟେ ଆକ୍ରୋଶମୂଳକ କ'ଣ ଗୋଟେ ଦେଖା ହେଲା? ସେଇଟା ଯୋଉଟା ହେଲା ଲୋକମାନେ ଜାଣିଛନ୍ତି, ମୋର ସେଠି କିଛି ନଥିଲା। ମୁଁ ତାଙ୍କ ପାଖରେ ସରେଣ୍ଡର କରେ କି ଡରିଯାଏ, କିନ୍ତୁ ମୁଁ ଡରି ନଥିଲି। ମୋର ସମସ୍ତେ ଦେଖିଛନ୍ତି, ମୋ ବାଦି ଥିଲା, ମୋ ବାପ ଉଷାବିର ଜାଗା ଥିଲା। ମୁଁ ନା କୋଉଠି ଜଙ୍ଗଲ ଜମି କରିଥିଲି, ନା କୋଉଠି ପାଣି ନାଳି କରିଥିଲି। ମିଛରେ ଯାଇକି ତାଙ୍କର ଆକ୍ରୋଶ ମୂଳକରେ ମୋ ପୋଖରୀରେ ଗୋଟେ ନାଳ କରିଥିଲେ, ମୋର ଯୋଉଠି ମାଛ ଚାଷ କରି ମୋ ବିଲରେ କରିଥିଲେ, ତା ଦେହରେ କିଛି କ୍ଷତି ମଧ୍ୟ କରିଥିଲେ। ସେ ବହୁତ କିଛି କ୍ଷତି ମୋର କରିକି ଆସିଥିଲେ। ଚାପ ପକଉଥିଲେ ଯେ କି ଚାପ ପକେଇଲା ପରେ ବି ମତେ କିଛି ଲୋକଙ୍କ ଭିତରେ ବି ଖବର ମୋ ପାଖକୁ ଦେଇଥିଲେ, ସେ ମତେ ସରି କହିଦଉ ମୁଁ ଛାଡ଼ିବି, କିନ୍ତୁ ମୁଁ କେବେ ଆସିନଥିଲି କି ଧୈର୍ଯ୍ୟହରା ହେଇନଥିଲି। ମତେ ଲୋକମାନଙ୍କର, ସାଧାରଣ ଲୋକଙ୍କର ବହୁତ ସପୋର୍ଟେଡ୍ ଥିଲା। ମୁଁ ସେ ନ୍ୟାୟ ପାଇବା ପାଇଁ ବହୁତ ଧୈର୍ଯ୍ୟ ସହକାରେ ଆସିଛି। ମୋର ବହୁତ କ୍ଷତି କରାହେଇଥିଲା ମତେ। ନା ଯେତେବେଳେ ଏଇ ଯୋଉ ଲଢ଼େଇ ଯେତେବେଳେ ଚାଲିଲା, ଶେଷରେ ଆପଣ ମାନେ ସିଏ କ'ଣ ତ ପୁଣି ଗୋଟେ କୋର୍ଟରେ ଯେହେତୁ ଆଣୁଥିଲେ ଅର୍ଡର, ଆପଣ ଆଣୁଥିଲେ, ସିଏ କ'ଣ କହୁଥିଲେ ଭଙ୍ଗା ହେଇଯାଇଛି ନା କ'ଣ କେମିତି ଗୋଟେ କ'ଣ କହୁଥିଲେ? ତ ପୁଣି ଦେଖୁଥିବେ ପିଟିସନ। ନାଇଁ ସେଇଟା ତ ବହୁତ ଦିନ ଚାଲିଲା, ସବୁ କଥା ତ କହିହଉନି, ଟିକେ ଟିକେ ମୁଁ ତା ଭିତରେ କହିଦଉଛି। ସିଏ ଯେତେବେଳେ ପ୍ରଥମ ଯାଇକି ଏଭିକ୍ସନ କରି ନାଇଁ ଯୋଉ ଡିମାର୍କେଟ କଲେ, ତାପରେ ଗୋଟେ ଭାଙ୍ଗିବା ପାଇଁ ନୋଟିସ କରି ଗଲେ। ଯେଉଁମାନଙ୍କ ନାଁରେ ମୋର ଥିଲା କେସ୍ କି ମୋର ଯେଉଁ ଜାଗା ଗୁଡ଼ାକ ପଡ଼ିଥିଲା ସେଗୁଡ଼ାକୁ ଭାଙ୍ଗି ନଥିଲେ, ସେଗୁଡ଼ା ଭାଙ୍ଗି ଦେଇଛନ୍ତି ବୋଲି କହିକି କୋର୍ଟକୁ ମଧ୍ୟ ସେ ରେକର୍ଡ ଦେଇଥିଲେ। ତାର ରେକର୍ଡ ପତ୍ର ମଧ୍ୟ ମୋ ପାଖରେ ଅଛି। ତାପରେ ଯେତେବେଳେ ମୁଁ ପୁଣି କୋର୍ଟ ଦ୍ୱାରସ୍ଥ ହେଲି, ଯେଉଁ ଲୋକମାନଙ୍କର ଘର ଅଛି, କାହିଁକି ଆଜି ପର୍ଯ୍ୟନ୍ତ ନ ଭାଙ୍ଗି କହୁଥିଲେ ଭାଙ୍ଗି ଦେଇଛନ୍ତି ନା କ'ଣ? ଭାଙ୍ଗି ଦେଇଛି ବୋଲି ଖାଲି କହୁନଥିଲେ, ସେ ରିଟିନ ମାଧ୍ୟମ ଯେମିତି କି ସିଷ୍ଟମାଟିକରେ ଦିଆଯାଏ। ସେ କୋର୍ଟରେ କଣ୍ଟେମ୍ପ୍ଟ ଯେତେବେଳେ ହେଲା ପରେ ବି ସେ ସତ୍ୟପାଠ ମଧ୍ୟ 3 ଥର ଦେଇସାରିଛନ୍ତି। ସେ 3 ଥର ସତ୍ୟପାଠରେ ବି ମଧ୍ୟ ରେକର୍ଡ ମୁଁ କାଢ଼ିଥିଲି। ତାପରେ ବି ମୁଁ ଧୈର୍ଯ୍ୟହରା ହେଇନଥିଲି। ଯାହା ଯାହା ସବୁ ଆଇନଗତ ଜିନିଷ ଥିଲା ସିଷ୍ଟମାଟିକରେ ଯାଇଥିଲି। ବହୁତ ଲମ୍ବା ସମୟ ମତେ ଲାଗିଥିଲା। କ'ଣ ଗୋଟେ ଆପଣଙ୍କୁ ଗୋଟେ କେସ୍ କଲେ ବା କ'ଣ କଲେ? ସେଇଟା ଯୋଉ କେସ୍ ବାସ୍ ହେଲା କେମିତି ହେଲା ନା, ମତେ ଯେତେବେଳେ ପଠାଯାଇଥିଲା କି ତାଙ୍କ ସହିତ କମ୍ପ୍ରମାଇଜ ପାଇଁ, ଯେତେବେଳେ କଣ୍ଟେମ୍ପ୍ଟରେ ସେ ମାନେ କଲା ପରେ ଯେତେବେଳେ ସତ୍ୟପାଠ ଦେଲେ, ସେଇଠୁ ସେ ବାଧ୍ୟ ହେଇକି କ'ଣ କଲେ ନା, ସେ ପୁଣି ଥରେ ଗଲେ ବି ବୋଧେ ଜଳେଶ୍ୱରପୁର 595 ବାରମ୍ବାର ମାପ ହେଇଛି, ଲୋକମାନେ ବହୁତ ଥର ଜାଣିଛନ୍ତି। ଯାଇକି ସେଠୁ ଆସିକି ତଥାପି କେତେ ଥର ଭଳିଆ ମାପ ହେଇଛି ଅନୁମାନ? ମାପ ବୋଧେ 10 ଥର ପାଖାପାଖି ହେଇଛି। ଭାଙ୍ଗିବା ପାଇଁ 2 ଥର ଯାଇଛନ୍ତି, ତୃତୀୟ ଥର ତ ଭଙ୍ଗାଗଲା। 2 ଥର ଫେରିକି ଆସିଲା ପରେ ସେ ହାଇକୋର୍ଟକୁ ଦିଅନ୍ତି କି ମୁଁ ସତ୍ୟପାଠ ଦେଇଦେଇଛି, ଭାଙ୍ଗି ଦେଇଛି। ତାପରେ ଯେତେବେଳେ ମୁଁ ହାଇକୋର୍ଟ ଦ୍ୱାରସ୍ଥ ହେବାର ବନ୍ଦ ହେଇନଥିଲି, ସେଠୁ ମୋତେ ଆକ୍ରୋଶମୂଳକ କରାଯାଇଥିଲା କ'ଣ ନା, ମୋତେ ଆର୍ଆଇକି ଲଗେଇକି ରେପ୍ କେସ୍ ଦିଆଯାଇଥିଲା। ଲେଡି ଆର୍ଆଇ ଯିଏ ଥିଲେ ଆମର ଶୁଭଶ୍ରୀ, ତାପରେ ତାଙ୍କର 2 ଜଣ ଷ୍ଟାଫ୍ ଥିଲେ, ଜଣେ ଗୌତମ ମଲ୍ଲିକ ଆଉ ଜଣେ ଦଶରଥ ଦାସକୁ ଲଗେଇ ମୋତେ SC/ST କେସ୍ ମଧ୍ୟ ଦିଆହେଇଥିଲା। ମୋତେ ଜେଲ୍ ବି ମଧ୍ୟ ହେଇଥିଲା। ମୁଁ କହିବା ପାଇଁ ଖରାପ ବି ଲାଗୁଛି, ତଥାପି ମୋତେ ଜେଲ୍ ଦଣ୍ଡ ବି ମଧ୍ୟ ହେଇଥିଲା, ସମସ୍ତେ ଜାଣିଛନ୍ତି। ତାପରେ ମୁଁ ନିରାଶ ହେଇନଥିଲି, ଧୈର୍ଯ୍ୟ ବାହାରି ନଥିଲି, ତା ଦେହରେ ମୋର ଲଢ଼େଇ ଜାରି ରହିଥିଲା। ଆଉ ମୁଁ ଜେଲରୁ ଆସିଲା ପରେ ବି ପୁଣି ହାଇକୋର୍ଟ ଦ୍ୱାରସ୍ଥ ହେଇଥିଲି। ତାପରେ ମାପଚୁପ ଚାଲିଥିଲା। ନା ଏଇ ଯୋଉ ଲଢ଼େଇଟା ଆପଣ ଏଇଟା ବ୍ୟକ୍ତିଗତ ଥିଲା ନାଇଁ ନା, ଏଇଟା ଗୋଟେ କାହା ପାଇଁ ଲଢ଼େଇ ଥିଲା ଯେ ଆପଣ ଜେଲ୍ ଯିବାକୁ ପଡ଼ିଲା? ଏସବୁ ସାଧାରଣତଃ ଜେଲ୍ ଗଲେ କିମ୍ବା ଇଏ ହେଲେ ଆପଣ ଦୁଃଖ ପ୍ରକାଶ କରନ୍ତି।
ଆପଣ ଗାଁ लोक आसिला पर आमे देखिलु गाँ लोक खुशी होते इसु काई खेला नहीं 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 ये लड़ाईटा मोर नथिला हम्म साधारण लोक आम गाँ लोक माने चाहिए कि एटा सत्य कि मिछ मु तांको सदाबेले कहली एटा होचे सत्य ए जिनस एठी माप होईची जागा अछि तहसीलदार बाबू से लोक को दलीय आक्रोश से सब पुंजीपति आउ गोटे गोटे सरकारी दल सेतବେଳେ जे थिला कि आपण माने जानिथिबे सेतबळकार सरकारी दलर से गोटे गोटे आग धाडीर लोक थिले तांको रखिबा पई मते धमक दिया जाइथिला से सब जिनस मु न मानिथिली तापर मते केस दिया जाइथिला मु जेल आसला पर पुणी मध्य लड़ाई जारी रखिथिली से लड़ाई रे आउ जने तहसीलदार ता भितर एंट्री कले तीन तीनटा तहसीलदार जाइछन्ती से होचन्ती अश्विनी भूया बोली अश्विन सर कोंटी अछन्ती मु तो जानि नै हेबे तांको तत्वावधान रे से जगह पुणी माप होला सी ही से जिनसटा को हाईकोर्ट को तार सत्यासत देले कि ए जगार जगह अच्छी घर अच्छी सी पुणी ऑर्डर देले कोंटी के जो पठेले हमर हाईकोर्ट रे जेतले से तांकर समस्त कागज पत्र पहुंचला पर मु पुणी लड़ाई जारी रखिली केवल मोर ये सब जनसाधारण पाइला ए गोटे काम ने अनेक काम अछि मु तो कहया ठीक एबे माने पुणी से घर उच्छेद देला से मान एबे जाई ऑर्डर होला भांगिले ना कोन हां सी घर रो पुणी तो उच्छेद देला केमती ना अश्विनी सार पर आउ जने आसले हमर भावतु सर हाईकोर्ट से ऑर्डर देला कोंटी कि ना हमर सब कलेक्टर को देला कि गोटे तहसीलदार कहूची जगह भांगी देछि आउ जने तहसीलदार कहूची जगह अच्छी तापर हाईकोर्ट बाध्य कि सब कलेक्टर को पार्टी करेले सब कलेक्टर कतिर मोर मध्य 1 वर्ष पाखापाखि चलीगला कि 8 मास रु 12 मास पाखापाखि चलीगला तापर से मध्य देले कि से जगह जगह अच्छी आ घर अच्छी तापर हाईकोर्ट को गला पर मु निराश होई नथिली पुणी गला पर पुणी कोर्ट गोटे ऑर्डर देले कलेक्टर को देले कि से जगह घर अच्छी कि नहीं कलेक्टर मध्य से जगह को पुणी तर्जमा करे कि स्टाफ पटे देखले कि से जगह घर अच्छी तांकर मध्य तार समस्त तथ्य जाई हाईकोर्ट रे पहुंचला पर पुणी हाईकोर्ट माननीय हाईकोर्ट रु आउ गोटे शेष थर ऑर्डर आसला जेतबेले कि दायित्व रे थिले भावतोष मल्लिक बोली हमर जे अछंती चांदबाल तहसीलदार तांको दायित्व रे तत्वावधान रे से जगहटा पुणी डिमार्केट करा कि पुणी भंगा जाइतला जेतबेले से घर भंगा जाइतला मु यादरे आगे किछि भी नै गां लोक माने बहुत दिन रे अपेक्षा करथिले से माने मध्य देखिले बहुत खुशी गां लोक होइतले मोर जनसाधारण माने खुशी हले मते टिके काहे कि टिके खंडे फील हुए कि मते टिके खुशी लागिला बलिया लड़ाई मध्य ना एबे गुटे आलोचना होउची सेतबेले जेतबेले आपण लड़ाई करथुले यार भितर 6 वर्ष बीती गला जेतबेले लड़ाई करथुले सेतबेले बीजेडी गवर्नमेंट थिला आपणकर जो बीजेपी गवर्नमेंट आसिला परे गवर्नमेंट चेंज होला पर कारे भांगी देला उच्छे देला गुटे एमपी होला कि सेमती आलोचना होउची ना केमती कोन एटा कोन मु समस्त को गोटे कथा कहूची आपण माने धैर्य सहकारे न्याय रे रहंतु आउ आपण माने देखिबे न्याय अछि कोर्ट कचेरी जहाँ भी अच्छी तादर भी निश्चित आपण माने न्याय पाइबे किंतु धैर्य सहकार रहिबे आउ या द्वारा बहुत प्रशासनिक सरकारी कर्मचारी भी मध्य साहाय्य करिसेंती से माने सत्यता कोन जानिसेंती या द्वारा मोर किछि भूमिका नथिला ये सब जिनस कागज पत्र नै कि जेतबेले मते मगा जाउतला मु समस्त परफेक्ट समय रे जहाँ जहाँ डॉक्यूमेंट्स दबा को पड़ुतला आपण भी मध्य धैर्य रे रहंतु अवश्य धैर्य टिके कष्ट हबो किंतु धैर्य रहिले धैर्यर फल मीठा आउ जेतबेले आपण आईनगत जिनस लड़िबे ताकू सदा बेले फॉलोअप करथे तार जहाँ जहाँ जो समय तथ्य दरकार होतो कागज पत्र ठीक समय नहीं ताकू दियंतु आपण माने न्याय निश्चित पाए न्याय नाही कि मना कला ना एबे अनेक युवक जो माने भी गुटे न्याय पाई चाहुचंती तहसील हो ब्लॉक हो कोर्ट कचेरी दौड़ुचंती जेतले विलंब होची बेधैर्य होई पड़ुचन ना होबने निराश हो जाउचन जे आपण गुटे सरकारी जमी उच्छेद करिया पई 6 वर्ष लागि गला आपण को माने रेप केस भलिया केस जेल ये सब संघर्ष करिकी आपण शेष रे जस्टिस पाइले जो माने एथिरे निराश भाबुचन ताको पई आपनकर कोन मेसेज रे नहीं नहीं मु एकथा कहबी केबे आपण आईन ऊपर आस्था तुटांतु नहीं निराश केबे होंती नहीं जेहेतु कि कष्ट अच्छी धैर्यर सहकार टिके अपेक्षा करिया पड़ियो हुए तो समस्त को सब कष्टटा समान हब नहीं मु जेते पर्यंत जाईची जहाँ कष्ट होईची ताकू मु जानिची आ दउथुवा लोकटा मध्य जानिची किंतु आपण धैर्यर सहकार रुहतु देखिए मोर जो युवक भाई माने हूँ कि जेकोसी जिनस आपण ठीक समय ठीक डॉक्यूमेंट्स जगिकी रखु निश्चित आप न्याय पाइब न्याय केबे आपण ठार दूरे जीवनी निश्चित आप न्याय पाइबे माने जे से जानिथिबा दरकार जे कि मु जो लड़ाई लड़ुची तार केते दूर सत्यता रही ना कोन हाँ सेटा तो सत कथा कौन भूल जिनस आपण माने यदि एते पर्यंत जीवे आपन हेरेस हेबा पड़िबो
जोटा कि मु से प्रकार करी ठीक तथ्य उपरे जाइथिली आज मते जेतेबेले न्याय मिली मु सर्वप्रथम कहबी मते जो माने उत्साहित करुथिले साधारण लोक मान थिले आम एरिया केवल जलेश्वरपुर लोक नथिले मते बाहर मध्य बहुत लोक सब जिनस तो समस्त ना कहबनी बहुत लोकंकर सपोर्ट थिला मु हारी हारी जाइछि बोली केबे मन दुख करी बोली जाई नथिले मु धैर्य सागर लढुथिले आ मु सत्यता उपरे ही लढिथिले बोली मु आज ना गोटे कथा गोटे ऑडियो भाइराल हैला जेतेबेले उच्छेद सरिला जे आपणकर जे पूर्व तहसीलदार थिले जे सहित आपणकर लड़ाई होउतला सुशांत सुतार तांको आपण फोन करी करे जणैले कोन जणैले से कथाटा तो कहले सुशांत सर कोंठी अछन तो मु जानिनी मु ताको कहले ठीक भलरे पचारथिली कोनोसी ना मोर राग रोष नथिला मु सार नमस्कार हेकी कथा आइली से ऑडियोटा यदि आपण मानक पाखर पहुंचिथियो भी सुनेबे लोक मानकु कहला परे से मते टिके कहले ताको सर भंगा हला सेटा जोडा आपण छाडिथिले ना कोन से तो सब कथा तो कहया ठीक नै से कहले कहला परे जो माने अछंती सेटिका ऑफिसर जन माने आपण तो हेतरा ऑफिसर थिले आपण तो मते मिछ केस रे जेल मध्ये नेले आउ दुनिया प्रकार कष्ट देले मो उपरे भी मध्ये लक्ष लक्ष ना पेनाल्टी कले मो पोखरी भांगिले एमनी बहुत किछि अनेक कष्ट देथिले मु तां कहला परे से टिके एभॉइड कले आ मो सहित कथा ही तापर ना ताको फोन करी जणैवार कोन उद्देश्य थिला जे कि से जानंतु जे कि से तो आ एठी नाहंती माने से जानंतु सर जोडा छाडी जायतिले सेटा भंगा हो बोले एमती गुटे लक्ष्य थिला ना कोन सेटा थिला मु तांको कोनोसी खराब कि मंद उद्देश्य नै कि कहि नथिली जेतु कि तांकर जो जगह रे से एई चांदबाली उपरे जो स्थान रे थिले से स्थान रे भी वर्तमान जने आउ जने ऑफिसर अछंती तांको समय रे मु तां केते नेहुरा है कि कहितला बेले से कोन पई सेते बेले हेतिले कहि परिबने से किंतु सेते सरकारी चापर पडिथिले ताको सरकारी चाप द्वारा से मते मिथ्या प्रकार केस बात दियंतु कि से जगह को रखिथिले किछ मुष्टिमय लोकंकर सेही जगह रे जेते आउ जने तहसीलदार आसी सेही जगह को सेम जिंस सेतल भी मध्य सुशांत सर से जगह को डिमार्केट करी चिन्ह मध्य देथिले सेही पुराना चिन्ह थिला सेही चिन्ह सेम जगह सेम मापर भावत सर जे हमरा आसिले से जगह को डिमार्केट करी भांगिले जे एबे गुटे चर्चा होउची सोशल मीडिया रे गुटे आलोचना होउची जे जो से थिले जोठी हमर मयूरभंज बेतनटी अछंती वीडियो थिले से एबे निलंबित होइचंती चांदबाली सॉफ्टवेयर जेल रे किछि अर्थ अनियमितता ए सबुर से जो चर्चा होउची जे कि ताको निलंबित पछरे आपणकर गुटे बड़ हाथ अछि बोली ना ना एटा पूरा भूल कथा मोर तादरे किछि नै सुशांत सर नुहे जे कोनोसी ऑफिसर कोनोसी दुर्नीति रे रहिले कि कोठी अर्थ हेर फेर हो कि कोन साधारण लोकों को एमिति आक्रोशमूलक हैरान करेले सत्य अछि माने सत्यर दिने ना दिने जय हेबो किंतु मोर तादरे किछि नै तादरे बहुत बुद्धिजीवी किछि ऑफिसर सेमान को थ्रोर कोन किछि तो मोर तादरे कोनोसी टिके भी भाग नै कि मु तांको सहित से प्रकार किछि करि नै से प्रकार मोर किछि नै धन्यवाद जा हो हमें जे अनेक समय आम आलोचना कले आपण जो लड़ाई लड़ुंट सरकारी स्तर में न्याय पाइबापी देखुवे से सत कौन जानी प्रति जिते अन्याय बीती जाऊला से सबको मुंड पातिक सहुले आउ जस्टिस को अनै बसी या भितर 6 वर्ष बीतीगला शेष जो लड़ाई से लड़ुले से उच्छेद है आउ गोटे अनुमान करें जे से केमती से लड़ाई रखुले केते संघर्ष करिसेंती जोठी रेप केस भलिया केस मध्य खाइया पड़ी खाली यही नुहे अनेक उदाहरण अच्छी जो माने न्याय पाई लड़ीचंती से माने माली मोकदमा खाइचंती आउ शेष रे न्याय पाइचंती आउ रमाकांत बड़ जो लड़ाई लड़ुले से लड़ाई चांदबालीवासी गोटे प्रेरणादायक थिला आउ ए जो न्याय मिलला अनेक लड़ाई रे जो माने हारी जाउथिबे तांको मध्य सुनिश्चित प्रेरणा जोगाइब सर नमस्कार हाँ रमाकांत भोल सर कहूँ हाँ जाओ ताको तो देइथिले रखिथिले आपण तो सेतले सत्यपाठ भी देइथिले ता घरटा सार भांगी गला ओ हला कोन हला से नाय आपण गुनिया आ जो नक्शा देखिया कथा कहउथिले देखिले ना देखिना दी नहीं तो देखुनु कहीं मु कहीं देखिबी आपण बा गोटे ऑफिसर आपण बा एठी मिछ सत्यपाठ देइथिले तापरे आपण मते जेल पर्यंत नेइथिले भाई सुनो आपण मते जेल पर्यंत सर नेइथिले मु एबे भी आपण को असम्मान करूनी आइ सुनो हां तुमको तमर जी अछंदी तांग से कथा हो का सहित आपण तो ऑफिसर दिले जेतले आउ कि आपण बड़ ऑफिसर दिले सर कथा हो
ଆପଣ ତ ସେତେବେଳେ ସର୍ବେ ସର୍ବା ଥିଲେ। ମୁଁ ସର୍ବେ ସର୍ବା କାହିଁ? ଆଉ ଆପଣଙ୍କ ଠାରୁ ଆଉ କିଏ ଅଧିକ ଥିଲା ସାର୍? ଆପଣଙ୍କ ଠାରୁ କେହି ଥିଲେନି। ମୁଁ ଯେତେବେଳେ ପଚାରିଥିଲି କି ପ୍ରକାର ହଉଥିଲେ ଆପଣ, ଶୁଣ ମୁଁ ଅଲଗା କାମରେ ଅଛି, ଶୁଣ ପାଟି। ଆପଣଙ୍କୁ ଏବେ ସବୁବେଳେ କାମ ଲାଗିବ। ମୋର କାମ ଲାଗୁ ତ ମୁଁ ଜାଣିଛି। ନାଇଁ ସାର୍, ଗୋଟେ କଥା ହଉଛି ଆପଣ କେମିତି କଣ କରିଥିଲେ ସେଇଟା ଦେଖନ୍ତୁ। ଆମ ଗାଁର ବିବାଦ ଲଗେଇଲେ, ଫାଇଦା ପାଇଲେ, କିନ୍ତୁ କଣ ଫାଇଦା ତାପରେ ପାଇଲି? ଆପଣ ମିଛ ସତ୍ୟ ପାଠ ଦେଲେ, ସେଇ ଘର ପୁଣି ଭାଙ୍ଗିଲା। ଭାଙ୍ଗିଲା ଆପଣ କଣ ଅଛି? ଆଁ? ଯାହାର ଭାଙ୍ଗିଲା ତାର ପଡିଲା, ତାର ଭଙ୍ଗା ହେଲା କଣ? ଆପଣ ବା ସେତେବେଳେ କହୁଥିଲେ ମୁଁ ତହସିଲଦାର, ମୁଁ ଯୋଉଟା କହୁଛି ଠିକ କହୁଛି, କିନ୍ତୁ ଆଜି କୋଉଟା କଣ ମୁଁ ହେଲା? କହିବି? ମୁଁ କାହିଁ କହିବି? ଆପଣ କହୁଥିଲେ, ଆଉ କିଏ କହୁଥିଲା? ମୁଁ ତମକୁ କହିଥିଲି କି? ଆପଣ ଆପଣ ବା କହୁଥିଲେ ଯାହା କରୁଥିଲେ। ନାଇଁ ଶୁଣ, ସମୟ ନାହିଁ, ଅଲଗା କଥା। ବଡ ଦୁଃଖ ଲାଗୁଛି। ଆପଣ କଣ କହୁଛନ୍ତି, କଣ କହୁଛନ୍ତି?